ମନୁଙ୍କ କିଛି ବାଣୀ ସଂହିତାକାର ମନୁ ମନୁ ଭାରତର ସର୍ବଶ୍ରେଷ୍ଠ ପ୍ରାତଃସ୍ମରଣୀୟ ମହାପୁରୁଷ ଅଟନ୍ତି। ସଂସାରର ପ୍ରଥମ ଯଜ୍ଞକର୍ତ୍ତା ମନୁ ଥିଲେ। ମନୁ ବଶିଷ୍ଠଙ୍କୁ ବ୍ରହ୍ମବିଦ୍ୟା ଶିଖାଇଥିଲେ। ତାଙ୍କରି ଯୋଗୁଁ ହିଁ ବଶିଷ୍ଠ ବ୍ରହ୍ମନିଷ୍ଠ ହୋଇଥିଲେ। ମନୁ ଭାରତର ସର୍ବଶ୍ରେଷ୍ଠ ସଂହିତାକାର ଅଟନ୍ତି। ତାଙ୍କ ମୁଖ ନିଃସୃତ କିଛି ବାଣୀ ଏକୁଟିଆ ହୋଇ ଦୂର ବାଟକୁ ଯିବ ନାହିଁ। ରାତ୍ରିରେ ଗଲାବେଳେ ଗଛ ମୂଳ ଦେଇ ଯିବ ନାହିଁ। ବାଛୁରୀ ବନ୍ଧା ହୋଇଥିବା ଦଉଡ଼ି ଡେଇଁ ଯିବ ନାହିଁ। ଦାନ୍ତରେ ନଖ ଛିଡ଼ାଇବ ନାହିଁ। ଭୋଜନ ପରେ ମଧ୍ୟରାତ୍ରରେ ରୋଗରେ ଅଜ୍ଞାତ ଜଳାଶୟରେ ଗଭୀର ଜଳରେ ସ୍ନାନ କରିବ ନାହିଁ। ଉଦୟ କିମ୍ବା ଅସ୍ତ ହେଉଥିବା ସୂର୍ଯ୍ୟଙ୍କୁ ମଧ୍ୟାହ୍ନ ସମୟରେ ମୁଣ୍ଡ ଉପରେ ଥିବା ସୂର୍ଯ୍ୟଙ୍କୁ ସୂର୍ଯ୍ୟ ପରାଗ ଓ ଜଳରେ ସୂର୍ଯ୍ୟଙ୍କୁ ଦେଖିବ ନାହିଁ। ଦେଖିଲେ ଦୃଷ୍ଟି ଶକ୍ତି ହ୍ରାସ ପାଏ। ଅନ୍ୟ ଲୋକର ବ୍ୟବହୃତ ବସ୍ତ୍ର ଅଳଙ୍କାର ଓ ଜୋତା ବ୍ୟବହାର କରିବ ନାହିଁ। କେହି କିଛି ନ ପଚାରିଲେ କିଛି କହିବ ନାହିଁ। ଅତି ପୁରୁଣା ଘରେ ଉଇ ହୁଙ୍କା ଥିବା ଘରେ ଛାଟିଆ ଘରେ କିମ୍ବା ବାହାର ଘରେ ଏକୁଟିଆ ଶୋଇବ ନାହିଁ। ଜୀବନଠାରୁ ଜୀବନର ଶୈଳୀରେ ଶିଖନ୍ତୁ। ଜୀବନରେ ଦାଉ ଧକ୍କାକୁ ସ୍ୱାଗତ କରନ୍ତୁ, କାରଣ ଏହା ଆପଣଙ୍କୁ ଶିକ୍ଷା ଦେବା ପାଇଁ ଆସିଥାଏ। ଜୀବନ ଏକ ନିଆରା ଶୈଳୀରେ ଶିକ୍ଷା ଦିଏ। ଜୀବନରେ ଧକ୍କା ଦୁଃଖର ମଳି ପାଣି ନୁହଁ, ଏହା ଟିଉସନ ମାଷ୍ଟରାଣୀ। ଜୀବନ ଯେବେ ଶିକ୍ଷା ଦିଏ ତିନି ପ୍ରକାରର ପ୍ରତିକ୍ରିୟା କରିଥାନ୍ତି। ଜୀବନର ଧକ୍କା ଖାଇ କିଛି ଲୋକ ସମ୍ବେଦନ ଶୂନ୍ୟ ହୋଇଯାଆନ୍ତି। ମୋଟା ଚମଡ଼ା ବାଲା କୁହାଯାଏ। ଜୀବନରେ ଧକ୍କା ଖାଇ କିଛି ଲୋକ ନାରାଜ ହୋଇଯାଆନ୍ତି, ରାଗିଯାଆନ୍ତି ଓ ଅନ୍ୟକୁ ଧକ୍କା ଦେବାରେ ଲାଗି ପଡ଼ନ୍ତି। ଏମାନେ ଧକ୍କାରୁ କିଛି ଶିଖିପାରନ୍ତି ନାହିଁ, ଓଲଟି ନୂଆ କୁକର୍ମ କରିଥାନ୍ତି, ଭଲରୁ ଭେଲ ହୋଇଯାଆନ୍ତି। ଏମାନଙ୍କୁ ମୋଟା ବୁଦ୍ଧିଆ କୁହାଯାଏ। କିଛି ଲୋକ ଜୀବନର ଧକ୍କାକୁ ଏକ ଶିକ୍ଷା ରୂପରେ ସ୍ୱାଗତ କରିଥାନ୍ତି, ଏକ ଶିକ୍ଷକ ରୂପରେ ସ୍ୱାଗତ କରିଥାନ୍ତି। ଏମିତି ଜୀବନ ସେମାନଙ୍କୁ ଆଗକୁ ଆହୁରି ଶିକ୍ଷା ଦେଇପାରିବ। ଏମାନଙ୍କୁ ପ୍ରଜ୍ଞାବାନ ବା ସମଝଦାର କୁହାଯାଏ। ଏହି ତିନି ପ୍ରକାର ଲୋକଙ୍କ ଭିତରୁ ଯଦି ଆପଣ ତୃତୀୟ ପ୍ରକାରର, ତେବେ ଆପଣ ପୂର୍ଣ୍ଣ ବିକାଶ କରିପାରିବେ। ଜୀବନ ଆଜି ଯାଏ ଆପଣଙ୍କୁ କି ଧକ୍କା ଦେଇଛି, ଆପଣ ସେଥିରୁ କ'ଣ ଶିଖିଛନ୍ତି, କ'ଣ ଶିଖିବାର ଥିଲା? ଆଜିଠାରୁ ଜୀବନର ପ୍ରତିଟି ଧକ୍କା ସହ ଜ୍ଞାନ ଆମକୁ ମନେ ରଖିବାକୁ ପଡ଼ିବ ଯେ ଜୀବନଠାରୁ ତା ଶୈଳୀରେ ଶିକ୍ଷା କରିବା। ଜୟ ଶ୍ରୀ ଜଗନ୍ନାଥ।